ଜୟ ଜଗନ୍ନାଥ ପ୍ରଭୁ। ଆଉ ଏକ ନୂତନ କନସେପ୍ଟରେ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜିର ଭିଡ଼ିଓରେ ଆମେ ଓଡ଼ିଶାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଶାସନ ସମୟ ବିଷୟରେ ଆଲୋଚନା କରିବା। ଏହା ସହିତ କହି ରଖିବି କି ଯେଉଁମାନେ କମ୍ପିଟିଟିଭ୍ ଆସ୍ପିରାଣ୍ଟ ଅଛନ୍ତି ସେମାନଙ୍କ ପାଇଁ ନିଶ୍ଚିନ୍ତ ଭିଡ଼ିଓଟି ହେଲ୍ପଫୁଲ୍ ହୋଇପାରିବ, ଯାହାକି କେଉଁଠି ନା କେଉଁଠି ଆପଣଙ୍କୁ ଏଇ ରିଲେଟେଡ୍ କ୍ୱେଶ୍ଚିନ୍ ଏକ୍ଜାମରେ ଦେଖିବାକୁ ପାଇବେ। ତେବେ ୱିଦାଉଟ୍ ଡିଲେ ଚାଲନ୍ତୁ କ୍ଲାସଟିକୁ ଷ୍ଟାର୍ଟ କରିବା। ଏବଂ ତା ପୂର୍ବରୁ କହି ରଖିବି କି ଯଦି ଆପଣ ଚ୍ୟାନେଲକୁ ଫାର୍ଷ୍ଟ ଟାଇମ୍ ଭିଜିଟ୍ କରୁଥାନ୍ତି ତେବେ ନିଶ୍ଚିନ୍ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଏବଂ କ୍ଲାସ୍ ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିବେ। ତ ପ୍ରଥମେ ଆମେ ଦେଖିବା କି ଯିଏକି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, ତାଙ୍କ ନାମ ଆମେ ସମସ୍ତେ ଜାଣନ୍ତି କି ଡକ୍ଟର ହରେକୃଷ୍ଣ ମହତାବ। ଏବଂ ଟେନର କଥା ଯଦି ଆମେ ଦେଖିବା 1946 ରୁ ଆରମ୍ଭ କରିକି 1950 ପର୍ଯ୍ୟନ୍ତ ଥିଲା। ଏବଂ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଡକ୍ଟର ହରେକୃଷ୍ଣ ମହତାବଙ୍କ ପୂର୍ବରୁ କିଏ ଥିଲେ ମୁଖ୍ୟମନ୍ତ୍ରୀ? ତ ସେତେବେଳେ ମୁଖ୍ୟମନ୍ତ୍ରୀ କୁହାଯାଉନଥିଲା, ସେତେବେଳେ କ'ଣ ନା ପ୍ରାଇମ୍ ମିନିଷ୍ଟର ବୋଲି କୁହାଯାଉଥିଲା। ତ କିଏ ନା ଆମେ ଯଦି ଦେଖିବା ତାହେଲେ ଆପଣଙ୍କର ଆସିବେ 1937 ରୁ ଯାହାକି ଆପଣଙ୍କର 1941 ପର୍ଯ୍ୟନ୍ତ। ତ କିଏ ଥିଲେ ନା ଯାହାକି ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ। ଏବଂ ସେତେବେଳେ କ'ଣ ନା ପ୍ରାଇମ୍ ମିନିଷ୍ଟର ବୋଲି କୁହାଯାଉଥିଲା। ଏବଂ ବେଳେବେଳେ ଆପଣଙ୍କର ପ୍ରଶ୍ନ ମଧ୍ୟ ଆସିଥାଏ କି ଭାରତବର୍ଷ ସ୍ୱାଧୀନତା ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଥିଲେ? ତ ସେ ସମୟରେ ଯଦି ଆମେ ବି ଦେଖିବା କି ଆପଣଙ୍କର 1947 ରେ ଦେଶ ସ୍ୱାଧୀନ ହେଇଥିଲା। ତ ଯଦି ଆମେ ଦେଖିବା ତାହେଲେ ଆପଣଙ୍କର ଆନ୍ସର ଆସିବ ଆପଣଙ୍କର ଡକ୍ଟର ହରେକୃଷ୍ଣ ମହତାବ। ଆଶା କରୁଛି ନିଶ୍ଚିନ୍ତ ଆପଣ କ୍ଲିୟର ହେଇଯାଇଥିବେ। ଦେନ୍ ଆମେ ଦେଖିବା କି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ କିଏ ଓଡ଼ିଶାର? ନବକୃଷ୍ଣ ଚୌଧୁରୀ ହେଉଛନ୍ତି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ। ତ ତାଙ୍କର ଯଦି ଟେନର ଦେଖିବା ଆମେ 1950 ରୁ 1956 ପର୍ଯ୍ୟନ୍ତ। ଏବଂ ଆପଣ ପିକ୍ଚରକୁ ମଧ୍ୟ ଭିଜୁଆଲାଇଜେସନ୍ କରିକି ଯାହାକି ଆପଣମାନେ ମନେ ରଖିପାରିବେ। ତ ଇଏ ହେଉଛନ୍ତି ନବକୃଷ୍ଣ ଚୌଧୁରୀ। ଦେନ୍ ମୁଭ୍ କରିବା, ତୃତୀୟ ମୁଖ୍ୟମନ୍ତ୍ରୀ କିଏ ଥିଲେ? ତ ଥାର୍ଡ ସିଏମ୍ ଅଫ୍ ଓଡ଼ିଶା ଯଦି ଆମେ ଦେଖିବା ଡକ୍ଟର ହରେକୃଷ୍ଣ ମହତାବ। ଏବଂ ତାଙ୍କର ଟେନର କ'ଣ ଥିଲା ନା ଯଦି ଆମେ ଦେଖିବା 1956 ରୁ ଆରମ୍ଭ କରିକି 1961 ପର୍ଯ୍ୟନ୍ତ। ତ ଦୁଇଥର ଡକ୍ଟର ହରେକୃଷ୍ଣ ମହତାବ ନିର୍ବାଚିତ ହୋଇଥିଲେ। ଦେନ୍ ମୁଭ୍ କରିବା କି ଫୋର୍ଥ ସିଏମ୍ ଅଫ୍ ଓଡ଼ିଶା ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକ। ଏବଂ ତାଙ୍କର ଟେନର କଥା ଆମେ ଯଦି ଦେଖିବା 1961 ରୁ ଆରମ୍ଭ କରିକି 1963 ପର୍ଯ୍ୟନ୍ତ। ଏବଂ ପିକ୍ଚରକୁ ମଧ୍ୟ ଆପଣମାନେ ଭିଜୁଆଲାଇଜେସନ୍ କରିକି ମନେ ରଖିପାରିବେ। ନମ୍ବର 5 ରେ ଆସିବେ କି ପଞ୍ଚମ ମୁଖ୍ୟମନ୍ତ୍ରୀ ଯିଏକି ଓଡ଼ିଶାର ଶ୍ରୀ ବୀରେନ୍ଦ୍ର ମିତ୍ର। ଏବଂ ତାଙ୍କର ଟେନର ଯଦି ଆମେ ଦେଖିବା 1963 ରୁ ଆରମ୍ଭ ହୋଇକି କେତେ ନା 1965 ପର୍ଯ୍ୟନ୍ତ ଥିଲେ। ଦେନ୍ ଆସିବେ ନମ୍ବର 6 ରେ ଷଷ୍ଠତମ ମୁଖ୍ୟମନ୍ତ୍ରୀ ଆମେ କହିପାରିବା ଓଡ଼ିଶାର ଶ୍ରୀ ସଦାଶିବ ତ୍ରିପାଠୀ। ଏବଂ ତାଙ୍କର ଶାସନ ସମୟ ଯଦି ଆମେ ଦେଖିବା 1965 ରୁ ଆରମ୍ଭ କରିକି 1967 ପର୍ଯ୍ୟନ୍ତ। ଏବଂ ଇଏ ହେଉଛନ୍ତି ସଦାଶିବ ତ୍ରିପାଠୀ। ଦେନ୍ ଦେଖିବା ସପ୍ତମ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ। ଏବଂ ଆପଣମାନେ ଜାଣନ୍ତି କି ଜଣେ ରାଜ ପରିବାର ରୁ ବିଲଙ୍ଗସ୍ କରନ୍ତି। ଏବଂ ତାଙ୍କର ଯଦି ଟେନର କଥା ଆମେ ଦେଖିବା 1967 ରୁ ଆରମ୍ଭ ହୋଇକି 1971 ପର୍ଯ୍ୟନ୍ତ। ଇଏ ହେଉଛି ତାଙ୍କର ଫଟୋ। ଦେନ୍ ଦେଖିବା ଅଷ୍ଟମ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶ୍ରୀ ବିଶ୍ୱନାଥ ଦାସ। ଏବଂ ତାଙ୍କର ଶାସନ ସମୟ ଯଦି ଆମେ ଦେଖିବା କି 1971 ରୁ ଆରମ୍ଭ ହୋଇକି 1972 ପର୍ଯ୍ୟନ୍ତ। ଏବଂ ଇଏ ହେଉଛନ୍ତି ଶ୍ରୀ ବିଶ୍ୱନାଥ ଦାସ। ଦେନ୍ ଦେଖିବା ନବମ ମୁଖ୍ୟମନ୍ତ୍ରୀ। ଏବଂ ଆପଣମାନେ ଜାଣନ୍ତି କି ଓଡ଼ିଶାର ସର୍ବପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସେ କିଏ ନା ଶ୍ରୀମତୀ ନନ୍ଦିନୀ ଶତପଥୀ। ଏବଂ ତାଙ୍କର ଶାସନ ସମୟ ଥିଲା 1972 ରୁ ଆପଣଙ୍କର 1976 ପର୍ଯ୍ୟନ୍ତ। ମନେ ରଖିବେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ। ଏବଂ ବର୍ତ୍ତମାନ ଆପଣମାନେ ଜାଣୁଥିବେ କି ତଥାଗତ ଶତପଥୀ ଯିଏକି ଢେଙ୍କାନାଳର ତାଙ୍କ ପରିବାର। ଦେନ୍ ଦେଖିବା ଦଶମ ମୁଖ୍ୟମନ୍ତ୍ରୀ କିଏ ଓଡ଼ିଶାର ନା ଶ୍ରୀ ବିନାୟକ ଆଚାର୍ଯ୍ୟ। ଇଏ ହେଉଛନ୍ତି ବିନାୟକ ଆଚାର୍ଯ୍ୟ। ଏବଂ ତାଙ୍କର ଯଦି ଟେନର କଥା ଆମେ ଦେଖିବା 1976 ରୁ ଆରମ୍ଭ ହୋଇକି 77 ପର୍ଯ୍ୟନ୍ତ ଥିଲେ। 11th ସିଏମ୍ ଅଫ୍ ଓଡ଼ିଶା ଯିଏକି ଶ୍ରୀ ନୀଳମଣି ରାଉତରାୟ। ଏବଂ ତାଙ୍କ ପିକ୍ଚରକୁ ଆପଣମାନେ ମନେ ରଖିପାରିବେ। ଏବଂ ତାଙ୍କର ଯଦି ଟେନର କଥା ଆମେ ଆଲୋଚନା କରିବା 1977 ରୁ ଆରମ୍ଭ ହୋଇକି 1980 ପର୍ଯ୍ୟନ୍ତ
ଥିଲେ। ଦେନ୍ ଦେଖିବା 12ତମ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ। ତାଙ୍କର ଟେନର ବା ଶାସନ ସମୟ ଯଦି ଆମେ ଦେଖିବା 1980 ମସିହାରୁ ଆରମ୍ଭ କରିକି 1989 ମସିହା ପର୍ଯ୍ୟନ୍ତ। ଏବଂ ଇଏ ହେଉଛନ୍ତି ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ। ଦେନ୍ ଦେଖିବା 13ତମ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶ୍ରୀ ହେମାନନ୍ଦ ବିଶ୍ୱାଳ। ଆପଣମାନେ ତାଙ୍କ ପିକ୍ଚରକୁ ଦେଖିପାରୁଥିବେ ଏବଂ ତାଙ୍କର ଟେନର ଯଦି ଆମେ ଆଲୋଚନା କରିବା ତାହେଲେ 1989ରୁ ଆରମ୍ଭ କରିକି 1990 ପର୍ଯ୍ୟନ୍ତ। ଦେନ୍ ଦେଖିବା କି ଆପଣଙ୍କର 14ତମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ, ଜଣେ ପ୍ରବାଦ ପୁରୁଷ ବୋଲି ଆମେ ସମସ୍ତେ ଜାଣନ୍ତି। ଏବଂ ଏ, ତାଙ୍କର ଟେନର କଥା ଆମେ ଆଲୋଚନା ଯଦି କରିବା ତାହେଲେ 1990 ମସିହାରୁ ଆରମ୍ଭ କରିକି 1995 ମସିହା ପର୍ଯ୍ୟନ୍ତ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପେ ଥିଲେ। ଦେନ୍ ଦେଖିବା 15ତମ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ସେ ମଧ୍ୟ ଦୁଇଥର ମୁଖ୍ୟମନ୍ତ୍ରୀ ପଦରେ ଥିଲେ। ତ ତାଙ୍କର ଯଦି ଆମେ ସମୟ ଅବଧି ଦେଖିବା ତାହେଲେ 1995ରୁ 1999 ମସିହା ପର୍ଯ୍ୟନ୍ତ ଥିଲେ। 99 ଆପଣମାନେ ଜାଣନ୍ତି ମହାବାତ୍ୟା। ଦେନ୍ ଦେଖିବା କି 16ତମ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ନା ଡକ୍ଟର ଗିରିଧର ଗମାଙ୍ଗ। ଆପଣମାନେ ତାଙ୍କର ପିକ୍ଚରକୁ ଦେଖିପାରୁଥିବେ ଏବଂ ତାଙ୍କର ଯଦି ଟେନର ଆମେ ଦେଖିବା କି 1999 ମସିହାରୁ 1999 ମସିହା, ଅର୍ଥାତ୍ ଆପଣଙ୍କର କନଫ୍ୟୁଜ ହେବାର କିଛି ଆବଶ୍ୟକତା ନାହିଁ, ଯାହାକି ସେଇ ବର୍ଷ ହିଁ ସେ ଥିଲେ। ଦେନ୍ ଦେଖିବା ଆମେ 17ତମ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ନା ଶ୍ରୀ ହେମାନନ୍ଦ ବିଶ୍ୱାଳ ଏବଂ ତାଙ୍କର ଯଦି ଆମେ ଶାସନ କାଳ ସମୟ ଦେଖିବା ତାହେଲେ 1999 ମସିହା ଠାରୁ ଆରମ୍ଭ କରିକି 2000 ମସିହା ପର୍ଯ୍ୟନ୍ତ। ଦେନ୍ ଦେଖିବା ଆମେ କି 18ତମ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା ବା 18th ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା, 18ତମ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର କିଏ ନା ଆପଣମାନଙ୍କର ଅତି ପ୍ରିୟ ଶ୍ରୀ ନବୀନ ପଟ୍ଟନାୟକ, ଯିଏକି ତାଙ୍କର ଯଦି ଆମେ ଟେନର କଥା ଦେଖିବା ତାହେଲେ 2000 ମସିହା ଠାରୁ ଆରମ୍ଭ କରିକି 2024 ମସିହା ପର୍ଯ୍ୟନ୍ତ ସେ ଶାସନ ଭାର ସମ୍ଭାଳିଥିଲେ ଓଡ଼ିଶାର। ଦେନ୍ ଦେଖିବା ଆମେ 19ତମ ଚିଫ୍ ମିନିଷ୍ଟର ଅଫ୍ ଓଡ଼ିଶା, ଯାହାକି ଆପଣମାନେ ବର୍ତ୍ତମାନ ସମସ୍ତେ ଜାଣନ୍ତି କି ଶ୍ରୀ ମୋହନ ଚରଣ ମାଝୀ। ଏବଂ ତାଙ୍କର ଯଦି ଆମେ ଦେଖିବା କି 2024ରୁ ତାଙ୍କର, ଯାହାକି ଆମେ ବର୍ତ୍ତମାନ ସମସ୍ତେ ଜାଣନ୍ତି କି ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ତ ଆଶା କରେ ନିଶ୍ଚିନ୍ତ ଆପଣଙ୍କୁ ଯାହା କିଛି ଆମେ ଆଲୋଚନା କଲେ ଆପଣଙ୍କୁ ଯେକୌଣସି ବି ଏକ୍ଜାମ ଆପଣ ଦେବାକୁ ଯାଉଛନ୍ତି ନିଶ୍ଚିନ୍ତ ଆପଣଙ୍କୁ ହେଲ୍ପଫୁଲ୍ ହେଇପାରିବ। ଆପଣଙ୍କ ସହିତ ଦେଖା ହେବ ଆଉ ଏକ ଭିଡ଼ିଓରେ। ଥ୍ୟାଙ୍କ ୟୁ।